ରାତି ସେତେବେଳକୁ 10ଟା। ପୁରୀରେ ଏକ ସାହିତ୍ୟିକ ସଭା ସାରି ଭୁବନେଶ୍ୱରକୁ ଫେରୁଥାନ୍ତି ଶାନ୍ତନୁ ବାବୁ ଏବଂ ତାଙ୍କର ସାହିତ୍ୟିକ ସାମ୍ବାଦିକ ବନ୍ଧୁ ବରେନ୍ଦ୍ର ବାବୁ। ବେଶୀ ଦିନର ଘଟଣା ନୁହେଁ, 1994 ମସିହାର ଘଟଣା, ଯେଉଁ ବର୍ଷ ଶାନ୍ତନୁ ବାବୁ ଏବଂ ବରେନ୍ଦ୍ର ବାବୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କାର ପାଇଥାନ୍ତି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଆଡୁ ଭୁବନେଶ୍ୱରକୁ ଯାଉଥିବା ରାସ୍ତା ବଳଗଣ୍ଡି ସାହି ପାଖରେ ଯେଉଁଠି ବଡ଼ଦାଣ୍ଡକୁ ଭେଟିଛି, ସେହି ପୁଲିସ ଛକ ପୂର୍ବରୁ ଶାନ୍ତନୁ ବାବୁ ବରେନ୍ଦ୍ର ବାବୁଙ୍କୁ କହିଲେ, "ହଇଓ, ଚାଲୁନ ଟିକେ ମନ୍ଦିର ଆଡେ ଯିବା, ଦର୍ଶନ କରି ଆସିବା। ମତେ କାହିଁକି ଲାଗୁଛି କାଳିଆ ମତେ ଡାକୁଛି, ଅପେକ୍ଷା କରି ଆମକୁ ଦର୍ଶନ ଦେବ ବୋଲି ବସିଛି।" ସେଇଠୁ ବରେନ୍ଦ୍ର ବାବୁ କହିଲେ, "ନାଇଁ ନାଇଁ, ମୋର ତେନେ ବହୁତ କାମ, ବଡ଼ ଜରୁରୀ କାମ। ଘଡ଼ି ଆସି କେତେଟା ହେଲାଣି ଦେଖିଲଣି ଟି? 10ଟା ବାଜିଲାଣି ପରା। ଏ ମିଟିଂ ବାଲା ବି ଏତେ ଡେରି କରିଦେବେ ବୋଲି ମୁଁ ଜାଣିନଥିଲି। ଚାଲନ୍ତୁ ଆମେ ଶୀଘ୍ର ଫେରିଯିବା, ପଛରେ କେବେ ସମୟ ମିଳିଲେ ଆସି ଦର୍ଶନ କରିବା।" ଏମିତି କହି ବରେନ୍ଦ୍ର ବାବୁ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ ସିଧା ପୁଲିସ ଛକ ଟପି ଭୁବନେଶ୍ୱର ରାସ୍ତା ଧରିବା ପାଇଁ। ହଠାତ୍ ବରେନ୍ଦ୍ର ବାବୁଙ୍କର ଡ୍ରାଇଭରଙ୍କୁ ଏମିତି ନିର୍ଦ୍ଦେଶ ଦେବା କ୍ଷଣି ଶାନ୍ତନୁ ବାବୁଙ୍କ ମୁହଁରୁ ବାହାରି ପଡ଼ିଲା, "ଏ ଗାଡ଼ି ଆଜି ରାତିରେ ଭୁବନେଶ୍ୱର ପହଞ୍ଚିବ କି ନା କେଜାଣି?" ଶାନ୍ତନୁ ବାବୁଙ୍କର ଏମିତି କଥା ଶୁଣି ବରେନ୍ଦ୍ର ବାବୁ କହିଲେ, "କଣ ଆକ୍ସିଡେଣ୍ଟ ହୋଇଯିବ ନା କଣ? ଆରେ ଆପଣ ପରା ଜଣେ ବୈଜ୍ଞାନିକ, ଇଏ କି ପ୍ରକାରର ସୁପରଷ୍ଟିସନ? ଚାଲ ଡ୍ରାଇଭର ବାବୁ, ତମେ କଣ ପାଇଁ ଅଟକି ଗଲ? ସିଧା ଚାଲ ଭୁବନେଶ୍ୱର ଆଡେ।" ଡ୍ରାଇଭର ମଧ୍ୟ ପୁଣି ଗାଡ଼ି ଆଗେଇଲା ପୁଲିସ ଛକ ଆଡକୁ ବରେନ୍ଦ୍ର ବାବୁଙ୍କ ନିର୍ଦ୍ଦେଶ କ୍ରମେ। ଶାନ୍ତନୁ ବାବୁ ବରେନ୍ଦ୍ର ବାବୁଙ୍କ କାନ୍ଧରେ ହାତ ଥାପୁଡ଼େଇ ଜଣେ ବଡ଼ ଭାଇ ଭଳି ମୁରବୀପଣରେ କହିଲେ, "ବିଜ୍ଞାନ କି ସୁପରଷ୍ଟିସନର କଥା ପଡ଼ିନି ରେ ଭାଇ, ଅଭିଜ୍ଞତା ଅଛି, ସେଇଟା ହିଁ କହୁଛି। ଡ୍ରାଇଭର ବାବୁ, ଗାଡ଼ି ମୋଡ଼ ଏଇଠୁ ମନ୍ଦିର ଆଡକୁ।" ବିଚାରା ଡ୍ରାଇଭରଟି ଶେଷରେ ଗାଡ଼ିର ଷ୍ଟେରିଂ ମୋଡ଼ିଲା ମନ୍ଦିର ଆଡକୁ। ସବୁଦିନ ପରି ବଡ଼ ଦାଣ୍ଡରେ ଠିକ୍ ସେମିତି ଲୋକ ଭିଡ଼ ଥାଏ, ତେବେ ଦିନ ଭଳି କିମ୍ବା ସନ୍ଧ୍ୟା ଭଳି ରାତିରେ ବଡ଼ଦାଣ୍ଡଟା ଏତେ କାଲୁବାଲୁଆ ଲାଗେ ନା। ବଡ଼ଦାଣ୍ଡର ଚାର୍ମ ବଢ଼ିଯାଏ ରାତି ବେଶୀ ହେବା ସାଙ୍ଗରେ। ଏ ତତ୍ତ୍ୱ କେବଳ ପୁରୀ ଲୋକ ଜାଣନ୍ତି। କୁହନ୍ତି କି ଠାକୁର ଦର୍ଶନ କରିବ ଯଦି ମନ୍ଦିର ଯାଅ ରାତି 10ଟା ପରେ, ଭାଙ୍ଗ ନିଶା କମିଲା ଟାଇମରେ ଦେଖିବ ବଡ଼ଦାଣ୍ଡର ଶୋଭା। ରାତିରେ ଦିଅଙ୍କୁ ବି ନିଶା ଲାଗିଯାଏ ନା କଣ କେଜାଣି? ଆହା, କି ଦିବ୍ୟ ଦର୍ଶନ ଦିଅନ୍ତି ସେ ରାତି ପହରକ ପରେ। ଏମିତି ସବୁ କଥା ଶୁଣି ବରେନ୍ଦ୍ର ବାବୁ ଶାନ୍ତନୁ ବାବୁଙ୍କୁ କହିଲେ, "ଆରେ ଇଏ କି ଅଭିଜ୍ଞତା ଆପଣଙ୍କର?" ଶାନ୍ତନୁ ବାବୁ ଧୀର ସ୍ୱରରେ କହିଲେ, ନାଇଁ ନାଇଁ, ସେମିତି କିଛି ନାହିଁ। ବେଶୀ ସମୟ ଲାଗିବନି ମନ୍ଦିରରେ, ଖାଲି ପଶିବା ଆଉ ବାହାରିବା, ଖାଲି ଠାକୁରଙ୍କୁ ଟିକେ ଦର୍ଶନ କରିବା କଥା। ହେଲେ ବରେନ୍ଦ୍ର ବାବୁ ଜିଦ୍ଦି ଧରି ବସିଲେ ଶାନ୍ତନୁ ବାବୁଙ୍କ ପାଖରେ ଆଉ କହିଲେ, ନାଇଁ ନାଇଁ ନାଇଁ, ଆପଣ ଆଗେ କୁହନ୍ତୁ ସେ ଅଭିଜ୍ଞତା କଥା କଣ କହୁଥିଲେ। ସତେ ଯେମିତି ଜେରା କରିବା ଆରମ୍ଭ କରିଛନ୍ତି ବରେନ୍ଦ୍ର ବାବୁ ଶାନ୍ତନୁ ବାବୁଙ୍କର। ସେଇଠୁ ଶାନ୍ତନୁ ବାବୁ କହିଲେ, "ଓ ସେଇ ଅଭିଜ୍ଞତା କଥା, ସେଇଟା ପୁରୀର ନୁହଁ, ବାଣପୁରରେ। ଥରେ ବାଣପୁର ଟାଉନରେ ବାଟ ବଣା ହୋଇଯାଇଥିଲୁ ଆମେ ରାତିରେ।" ପୁଣି ବରେନ୍ଦ୍ର ବାବୁ ପଚାରିଲେ, "କେମିତି, କେବେକା କଥା ଇଏ? ଆପଣଙ୍କ ସାଙ୍ଗରେ ଆଉ କିଏ ଥିଲା ନା ଆପଣ ଏକା? କେଉଁଥିରେ ଯାଇଥିଲେ, କାରରେ ନା ବାଇକରେ?" ସେଇଠୁ ସମ୍ପୂର୍ଣ୍ଣ ଅଭିଜ୍ଞତାଟିକୁ କହିବା ଆରମ୍ଭ କଲେ ଶାନ୍ତନୁ ବାବୁ। 1975 ମସିହା, ଏମାର୍ଜେନ୍ସି ବର୍ଷ। ସେତେବେଳେ ଶାନ୍ତନୁ ବାବୁ ଥିଲେ ଶିକ୍ଷା ବିଭାଗର ୟୁନିସେଫର ବିଜ୍ଞାନ ଶିକ୍ଷା ପ୍ରୋଜେକ୍ଟ ପରିଚାଳନା ବାବଦ ବିଜ୍ଞାନ ଶିକ୍ଷାର DPI। ବିଜ୍ଞାନ ଶିକ୍ଷା ବ୍ୟତୀତ ପ୍ରୌଢ଼ ଶିକ୍ଷା, ଅଣଆନୁଷ୍ଠାନିକ ଶିକ୍ଷା ଦାୟିତ୍ୱଟା ବି ଥିଲା ଶାନ୍ତନୁ ବାବୁଙ୍କ ହାତରେ। ୟୁନିସେଫ ସଂସ୍ଥା ଶାନ୍ତନୁ ବାବୁଙ୍କୁ ଗୋଟିଏ ଜିପ୍ ମଧ୍ୟ ଦେଇଥିଲା ଏବଂ ତା ସହିତ ଡ୍ରାଇଭର ମଧ୍ୟ। ଡ୍ରାଇଭରଟି ମୁସଲମାନ ସତ, ହେଲେ ମହାପ୍ରସାଦର ଭାରି ପିଆରା। ନାଁ ସଲିମ ଖାଁ, ହେଲେ ସବୁବେଳେ କୁହେ, "ମୋ ନାଁ ସଲିମ ଖାଁ ଆଚାର୍ଯ୍ୟ।" ଏଇ ଡ୍ରାଇଭର ଆଉ ଗାଡ଼ି ନେଇ ବାଣପୁର ଯାଇଥାନ୍ତି ଶାନ୍ତନୁ ବାବୁ ଏବଂ ସାଙ୍ଗରେ ଉତ୍କଳ ପ୍ରସଙ୍ଗର ସମ୍ପାଦକ ନୀଳମଣି ସାହୁ। ଯିବାର ଉଦ୍ଦେଶ୍ୟ ଥିଲା ଚିଲିକାର ଧୀବରମାନଙ୍କ ପାଇଁ କେତେକ କ୍ରାଫ୍ଟସମ୍ୟାନଙ୍କ ସନ୍ଧାନ ନେବା, ସେମାନଙ୍କୁ ନେଇ ଗୁଡ଼ିଏ ଫଙ୍କସନାଲ ଲିଟରେସି କେନ୍ଦ୍ର ପ୍ରତିଷ୍ଠା କରିବା ଏବଂ ନୀଳମଣି ବାବୁଙ୍କ ମଧ୍ୟ ଆଗ୍ରହ ଥିଲା ବାଣପୁରରେ ବେତ କାରିଗର ଆଉ ଚିଲିକାର ଧୀବରଙ୍କ ପ୍ରତି ତାଙ୍କ ଉତ୍କଳ ପ୍ରସଙ୍ଗର ଦୃଷ୍ଟିକୋଣରୁ। ଚିଲିକା ଧୀବର ଏବଂ ବାଣପୁରରେ ବେତ କାରିଗରଙ୍କ ସହିତ କଥାବାର୍ତ୍ତା ସରିବା ବେଳକୁ ସନ୍ଧ୍ୟା 7ଟାରୁ 8ଟା ବାଜି ଯାଇଥାଏ। ଝିପ୍ ଝିପ୍ ବର୍ଷାଟା ମଧ୍ୟ ଆରମ୍ଭ ହୋଇଯାଇଥାଏ। ଏମାନେ ପଶିଲେ ବାଣପୁର ଟାଉନ ଭିତରେ। ବାଣପୁରରେ ସେତେବେଳେ ନେହେରୁ ଯୁବକ କେନ୍ଦ୍ରର କାମ ଖୁବ୍ ନାଁ କରିଥାଏ। ସେ କେନ୍ଦ୍ରଟା ଦେଖିଦେଇ ଆସି ବାଟରେ ମା ଭଗବତୀଙ୍କ ଦର୍ଶନ କରି ଭୁବନେଶ୍ୱର ଫେରିବା ପ୍ରୋଗ୍ରାମ କେବଳ ବଞ୍ଚିଥାଏ ହାତରେ। ନେହେରୁ ଯୁବ କେନ୍ଦ୍ର ଦେଖି ସାରିଲା ବେଳକୁ ରାତି ଡେରି ହୋଇଯାଇଥାଏ ବୋଲି ତରତର ହେଉଥାନ୍ତି ଶାନ୍ତନୁ ବାବୁ। ଏପଟେ ନେହେରୁ ଯୁବ କେନ୍ଦ୍ରର ସଂଗଠକ ଶ୍ରୀଯୁକ୍ତ ରାମଚନ୍ଦ୍ର ଆହୁରି ଟିକେ ସମୟ ଅଟକାଇ ଦେଲେ ସେମାନଙ୍କୁ। ଏ ରାମଚନ୍ଦ୍ର ଭଦ୍ରଲୋକ ଜଣକ ବଡ଼ ପରିତ୍କର୍ମା। କୋଉଠୁ ଗୁଡ଼ିଏ ଅତି ପ୍ରାଚୀନ ପୋଥି ସଂଗ୍ରହ କରି ରଖିଥାନ୍ତି।
ତେଣୁ ପରିଦର୍ଶନ ପରେ ସେ ପୋଥି ସବୁ ଦେଖାଇବା ପାଇଁ ଏମାନଙ୍କୁ ଅଟକାଇ ଦେଲେ ରାମଚନ୍ଦ୍ର ବାବୁ। ପୋଥି ଦେଖାଇବା ସମୟରେ ରାମଚନ୍ଦ୍ର ବାବୁ ଶାନ୍ତନୁ ବାବୁଙ୍କ ଏକ ଅଦ୍ଭୁତ କଥା କହିଲେ। ଆଉ ସେ ଅଦ୍ଭୁତ କଥାଟା ହେଲା, ପୋଥି ଗୁଡାକ ଭିତରୁ ଗୋଟିଏ ପୋଥିକୁ କାଢି ଆଣି କହିଲେ, ଏଥିରେ ପିତୃଲୋକର ବର୍ଣ୍ଣନା ଅଛି ଶାନ୍ତନୁ ବାବୁ। ମଣିଷ ମରିଗଲା ପରେ ଯେଉଁଠିକି ତା ଆତ୍ମା କିଛି କାଳ ପାଇଁ ଯାଇ ବାସ କରେ ସେଇଟା ପିତୃଲୋକ। ସେଇ ସବୁ କଥା ଅଛି, ସମସ୍ତ ବର୍ଣ୍ଣନା ହୋଇଛି ଏଇ ପୋଥିରେ। ସେଇଠୁ ନୀଳମଣି ବାବୁ ତାଙ୍କ ସାଙ୍ଗରେ ଯୋଉ ଯାଇଥିଲେ ସିଏ ପଚାରିଲେ, ଆଚ୍ଛା ତାହେଲେ ପିତୃଲୋକଟା କୋଉଠି ତେବେ? ଆମେ ତ ଜାଣିଛୁ ଯେ ଚନ୍ଦ୍ରଲୋକକୁ କୁହନ୍ତି ପିତୃଲୋକ, ତା ଛଡା ଆଉ କିଛି ଅଧିକ ଅଛି ନା କଣ ଏ ପୋଥିରେ? ବର୍ତ୍ତମାନ ତ ଜୀବନ୍ତ ଲୋକ ବି ଯାଇ ପହଞ୍ଚିଲେଣି ସେ ଚନ୍ଦ୍ରପୃଷ୍ଠରେ, ମାନେ ପିତୃଲୋକରେ। ଏଥିରେ ନୂଆ କଥା କଣ ଯେ? ସେଇଠୁ ରାମଚନ୍ଦ୍ର ବାବୁ ହସି ହସି କହିଲେ, ନୀଳମଣି ବାବୁ, ଦିନରେ କଇଁ କଢ ଫୁଟି ଫୁଲ ହେବା ଶୁଣିଛନ୍ତି ଆପଣ? କଇଁ ଫୁଲ କେତେବେଳେ ଫୁଟନ୍ତି? ରାତି ଚନ୍ଦ୍ର କିରଣରେ କେତେ ଦୂରରେ ଚନ୍ଦ୍ର ଆଉ କେତେ ଦୂରରେ କୁମୁଦିନୀ। ହେଲେ ପ୍ରୀତି ତାଙ୍କର ଅଭେଦ। ଆରେ ଭଞ୍ଜେ ଲେଖିଛନ୍ତି ପରା। ଭଞ୍ଜଙ୍କ ସାହିତ୍ୟ ଆରମ୍ଭ କରିବା ଆଗରୁ ଶାନ୍ତନୁ ବାବୁ ବାଧା ଦେଲେ ଆଉ କହିଲେ, ବର୍ଷା ହେଇଯାଇଛି ଆଜ୍ଞା, ରାତି ଏବେ 10ଟା ବାଜିଲାଣି, ଆମେ ଏବେ ଫେରିବୁ, ଡ୍ରାଇଭର ଯିବ କଟକ। ଏତିକି କହି ଫେରିବା ବେଳେ ରାମଚନ୍ଦ୍ର ବାବୁ ହଠାତ୍ ଶାନ୍ତନୁ ବାବୁଙ୍କର ବୈଜ୍ଞାନିକ ଜ୍ଞାନ କୌତୂହଳଟାକୁ ଜାଗ୍ରତ କଲା ଭଳି କଥାଟିଏ କହିଲେ, ଶାନ୍ତନୁ ବାବୁ, ପଳାଶ ଗଛର କାଠ ଯଦି ଆପଣ ଜଳେଇବେ ଆଉ ତା ପାଖରେ କଇଁ କଢ ମେଞ୍ଚାଇ ନେଇ ଥୋଇଦେବେ, ତେବେ ଦିନ ଆଲୁଅରେ ବି କଇଁ କଢ ଖୋଲି ଫୁଲ ଫୁଟିଯିବ। ପଳାଶ କାଠର ସମ୍ପର୍କ ଅଛି ଆଜ୍ଞା ଚନ୍ଦ୍ର ସାଙ୍ଗରେ। ପଳାଶ କାଠ ଜଳିଲେ ଯେଉଁ ଫ୍ଲେମ୍ ବାହାରେ ତାର ୱେଭଲେନ୍ଥ ଅବିକଳ ଚନ୍ଦ୍ର କିରଣର ୱେଭଲେନ୍ଥ ସାଙ୍ଗେ ସମାନ। ଏଇଥିପାଇଁ ଶୁଦ୍ଧି କ୍ରିୟାରେ ପଳାଶ କାଠ ଜଳାଯାଏ, ମୃତ ଆତ୍ମାକୁ ଚନ୍ଦ୍ରଲୋକ ଦେଖାଇବା ପାଇଁ। ଆମ ପୂର୍ବପୁରୁଷମାନେ ଏ ବିଜ୍ଞାନ ଜାଣିଥିଲେ। ସବୁ କଥା ରହିଛି ଏ ପୋଥି ଖଣ୍ଡକରେ। ରାମଚନ୍ଦ୍ର ବାବୁଙ୍କର ଏମିତି ଏକ କଥା ଶୁଣି ଫେରିବା ସମୟ ଡେରି ହେବା କଥା ମୁହୂର୍ତ୍ତକେ ଭୁଲିଗଲେ ଶାନ୍ତନୁ ବାବୁ। ଶାନ୍ତନୁ ବାବୁଙ୍କ ପାଠ ହେଲା କେମିଷ୍ଟ୍ରି। ବିବିଧ ବସ୍ତୁର ଫ୍ଲେମ୍ ଟେଷ୍ଟ କରିବାର ଉପାୟ ସେ ପ୍ରାକ୍ଟିସ କରୁଥାନ୍ତି ଲାବୋରେଟୋରୀରେ। ପଳାଶ କାଠ ନିଆଁରୁ ବାହାରିବା ଆଲୋକର ପ୍ରଭାବ କଇଁ କଢ ଉପରେ କିପରି ଓ କାହିଁକି ହେଉଥିବ, ଏଇ ଆଲୋଚନାରେ ଚାଲିଗଲା ଆଉ କିଛି ସମୟ ସେଠି। ବାହାରିଲା ବେଳକୁ ରାତି 12। ସେଦିନ ରାତିରେ କେମିତି ଶୀଘ୍ର ବାଣପୁରରୁ ଏମାନେ ଭୁବନେଶ୍ୱର ଫେରିବେ ଏଇ ଚିନ୍ତା ଗ୍ରାସିଥିଲା ଶାନ୍ତନୁ ବାବୁଙ୍କୁ। ଗାଡିରେ ବସୁ ବସୁ ଡ୍ରାଇଭର ଏଣେ ଛଟପଟ ହେଉଥାଏ। ଏମାନେ ଗାଡିରେ ବସୁ ବସୁ ମାରିଲା ଷ୍ଟାର୍ଟ, ଆଉ ଗାଡି ଗଡିଲା। ଭଗବତୀଙ୍କ ଦର୍ଶନ କଥା ମୁଣ୍ଡରେ ନଥାଏ କାହାରି। ପ୍ରାୟ 45 ମିନିଟ୍ ଗାଡି ଚାଲିଲା ପରେ ଡ୍ରାଇଭର ସଲିମ ଗାଡି ଇଞ୍ଜିନକୁ ହଠାତ୍ ବନ୍ଦ କରିଦେଲା ଆଉ ଅସ୍ତବ୍ୟସ୍ତ ହୋଇ ପଚାରିଲା, ସାର୍, ବାଣପୁର ଟାଉନକୁ ବାହାରିବା ପାଇଁ ରାସ୍ତା କୁଆଡେ? ପଛ ସିଟ୍ରେ ବସି ଗପସପ ଆଲୋଚନା କଥାବାର୍ତ୍ତା, ପିତୃଲୋକ, ପଳାଶ କାଠ ନିଆଁ, ପୋଥି ସବୁ ହଠାତ୍ ଥମ୍ ପଡିଗଲା ଏମାନଙ୍କର। ରାସ୍ତାକୁ ଅନେଇ ଦେଇ ଦେଖିଲା ବେଳକୁ କାବା, ସେଇ ଗାଁ ରାସ୍ତା। ତାର ଅର୍ଥ ବାଣପୁରରୁ ଏଯାଏଁ ଏମାନେ ବାହାରି ପାରି ନାହାନ୍ତି। ବିଶ୍ୱାସ କରିପାରୁନଥାନ୍ତି ବାଣପୁର ଭଳି ଜାଗାରେ ଏମାନେ 45 ମିନିଟ୍ ହେଲା ଚକ୍ରୀ ଭଳି ବୁଲି ଚାଲିଛନ୍ତି। ହଠାତ୍ ସଲିମ ଡ୍ରାଇଭର ମନେ ପକେଇଦେଲା, ସାର୍, ଗୋଟାଏ ଭୁଲ ହୋଇଯାଇଛି ଆପଣମାନଙ୍କର। ଆପଣମାନେ ପରା କହୁଥିଲେ ମା ଭଗବତୀଙ୍କୁ ଦର୍ଶନ କରିବା କଥା। ସେ ବୁଢୀ ତ ଏଠି ଅଟକେଇଛି ଗାଡିକୁ ସାର୍, ବାଟ ଛାଡୁନି। ଆମେମାନେ ବାଣପୁରରୁ ବାହାରିବା କେମିତି? ହଠାତ୍ ଗାଡିରୁ ଓହ୍ଲେଇ ପଡିଲେ ସଭିଏଁ। ଆଉ ଜଣେ ଲୋକକୁ ଆସୁଥିବାର ଦେଖି ପଚାରିଲେ, ଭାଇ, ଭଗବତୀ ଠାକୁରାଣୀଙ୍କ ମନ୍ଦିରଟା କୋଉଠି? ସେ ଲୋକ ଜଣକ କହିଲା, ହଇଓ, ତମେ ଅନ୍ଧ ନା କଣ? ହେଇପରା ତମ ପଛପଟର ମନ୍ଦିରଟା। ସେ ରାତିରେ ମା ଭଗବତୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରି କ୍ଷମା ପ୍ରାର୍ଥନା କରି ଫେରିଲେ ସତ, ହେଲେ ବିପଦ ଗୋଡେଇ ଥାଏ ସେମାନଙ୍କୁ ସେମିତି। ବାଣପୁର ଟାଉନରୁ ବାହାରି ହାଇୱେ ଧରିଲେ ସତ, ହେଲେ ଭୁବନେଶ୍ୱର ମୁହାଁ କିଛି ବାଟ ଯାଇଛନ୍ତି, ପୁଣି ଅଟକିଲା ଗାଡି ଆପେ ଆପେ। ବିଚାରା ଡ୍ରାଇଭର ସଲିମ ନିଜ ନଖରେ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ବିପଦଟା ଘୋଷଣା କଲା, ସାର୍, ପେଟ୍ରୋଲ ଖତମ ହୋଇଗଲା ସାର୍। ଶାନ୍ତନୁ ବାବୁ ପଚାରିଲେ, କେମିତି? ସଲିମ ମିଆଁ କହିଲା, 45 ମିନିଟ୍ ହେଲା ଯେଉଁ ବେକାରରେ ଗାଡି ବୁଲୁଥିଲା, ଆଉ ପେଟ୍ରୋଲ କୋଉଠୁ ଆସିବ? ସେଇଠୁ ଶାନ୍ତନୁ ବାବୁ କହିବାକୁ ଲାଗିଲେ, ଆରେ ତୁ ଅନ୍ଧ ନା କଣ? ଗାଡି ବାଣପୁର ଟାଉନରୁ ଛାଡିବା ବେଳେ ଦେଖିନଥିଲୁ କି ଫୁଏଲ ମିଟର? ରାସ୍ତା କଡର ଅନ୍ଧକାର ଏବଂ ମୁଣ୍ଡ ଉପରେ ମେଘୁଆ ଆକାଶକୁ ଅନେଇ ଦେବା ମାତ୍ରେ ବିରକ୍ତିର ସୀମା ଟପି ଯାଉଥାଏ ଶାନ୍ତନୁ ବାବୁଙ୍କର। ପୁଣି କହିବାକୁ ଲାଗନ୍ତି, ଏବେ କଣ କରିବା ଆମେ? ପେଟ୍ରୋଲ କୋଉଠୁ ମିଳିବ ଏ ଅନ୍ଧାରିଆ ଜାଗାରେ? ପୁଣି ଟଙ୍କା, ପେଟ୍ରୋଲ ପାଇଁ ତୋ ପାଖରେ ଟଙ୍କା ଅଛି କି ନାହିଁ? ଏମିତି ଏକ ବିଚିତ୍ର ଚିନ୍ତାରେ ଥିଲାବେଳେ ରାସ୍ତା କଡରେ କିଏ 2 ଜଣ ଠିଆ ହୋଇ ଗପସପ କରୁଥିବାର ନଜରରେ ପଡିଲା ଶାନ୍ତନୁ ବାବୁଙ୍କର। ଅନ୍ଧାରରେ ମୁହଁ ଭଲ ଭାବରେ ଦେଖାଯାଉ ନଥାଏ, ତାପରେ ବି ସାହସ କରି ସେମାନଙ୍କ ପାଖକୁ ଗଲେ ଶାନ୍ତନୁ ବାବୁ। ପାଖକୁ ଯାଇ ଦେଖିଲା ବେଳକୁ ତାଙ୍କ ମଧ୍ୟରୁ ଜଣେ ଶାନ୍ତନୁ ବାବୁଙ୍କର ପୂର୍ବ ପରିଚିତ ଚିହ୍ନା ଲୋକ ଥିଲେ।
ଆଉ ସିଏ ଆଉ କେହି ନୁହନ୍ତି, ସିଏ ହେଲେ ଯୁବକବି ପ୍ରସନ୍ନ ପାଠଶାହାଣୀ। ଯୁବକବି ପ୍ରସନ୍ନ ପାଠଶାହାଣୀ ସେତେବେଳେ କେବଳ ଯୁବକବି ନଥିଲେ, ନକ୍ସଲ ଲିଡର ମଧ୍ୟ ଥିଲେ। ଅନ୍ଧାରରେ ଯୁବକବି ଅଥବା ନକ୍ସଲ ଲିଡର ପ୍ରସନ୍ନ ବାବୁଙ୍କୁ ଦେଖିବା ମାତ୍ରକେ ସାହସ ପଶିଲା ଛାତି ଭିତରେ ଶାନ୍ତନୁ ବାବୁଙ୍କର। ପ୍ରସନ୍ନ ବାବୁ ବାଲୁଗାଁ ଲୋକ ବୋଲି ଶାନ୍ତନୁ ବାବୁ ଆଗରୁ ଜାଣିଥିଲେ। ଶାନ୍ତନୁ ବାବୁଙ୍କୁ ଦେଖି ପ୍ରସନ୍ନ ବାବୁ ଖୁସି ମନରେ ପଚାରିଲେ, ଆରେ ଶାନ୍ତନୁ ସାର୍, କି ବଡ ଭାଗ୍ୟ ମୋର, ଆପଣ ଏ ଅନ୍ଧକାର ରାତିରେ, କଣ ଅସୁବିଧା ହୋଇଛି ମତେ କୁହନ୍ତୁ। ଶାନ୍ତନୁ ବାବୁ ସବୁ କଥା ଗୋଟି ଗୋଟି କରି କହିଲା ପରେ ପ୍ରସନ୍ନ ପାଠଶାହାଣୀ ବାବୁ ହସିଲେ ଆଉ କହିଲେ, ସେଇଥିପାଇଁ ତ ଏଠି ଠିଆ ହେଇଛି ମୁଁ ଏ ଅନ୍ଧାର ରାସ୍ତାରେ। ମତେ କିଏ ପଠେଇଛି କି ଆଉ ଏଠାକୁ? ସେଇ ବୁଢୀ ଭଗବତୀ ତୁମ ପାଇଁ ଏଠାକୁ ମତେ ପଠେଇଛି। ସେତେବେଳେ ପ୍ରସନ୍ନ ପାଠଶାହାଣୀ ବାବାଜୀ ହୋଇନଥିଲେ କି ଏମଏଲଏ ହୋଇନଥିଲେ, କିନ୍ତୁ ତାଙ୍କର ପଦିଏ କଥାରେ ଏମାନଙ୍କୁ ବାକିରେ ପେଟ୍ରୋଲ ମିଳିଗଲା। ଅବଶ୍ୟ ବାଲୁଗାଁ ପେଟ୍ରୋଲ ପମ୍ପଟା ବେଶୀ ଦୂରରେ ନଥିଲା। ବରେନ୍ଦ୍ର ବାବୁଙ୍କ ସାଙ୍ଗରେ ଚାଲୁ ଚାଲୁ ଏଇ ସବୁ ଅଭିଜ୍ଞତା କହୁ କହୁ ପହଞ୍ଚି ଯାଇଥାନ୍ତି ସିଂହଦ୍ୱାର ଡେଇଁ 22 ପାହାଚ ପାରେଇ 7 ପାହାଚ ଚଢି ଗରୁଡ ସ୍ତମ୍ଭ ପାଖରେ ଶାନ୍ତନୁ ବାବୁ ଏବଂ ବରେନ୍ଦ୍ର ବାବୁ। ବାହାରୁ ଯୋଡ଼ିଏ ଦୀପ କିଣି ନେଇଥାନ୍ତି ସାଙ୍ଗରେ 2 ଜଣ। ଗରୁଡ ସ୍ତମ୍ଭ ପାଖରେ ଜଳନ୍ତା ଦୀପକୁ ଉପରକୁ ଟେକି ଧରି ଜଗନ୍ନାଥଙ୍କୁ ବନ୍ଦଉଥାନ୍ତି ମନ ଆନନ୍ଦରେ ଶାନ୍ତନୁ ବାବୁ। ସେଦିନ କେଜାଣି କାହିଁକି ବଡ ଅଦ୍ଭୁତ ବେଶ ଧରିଥାନ୍ତି ଠାକୁର, ପୁରା ହଳଦିଆ ରଙ୍ଗର। କି ବେଶ ସିଏ କେଜାଣି, ପୁଣି ରୂପ ବି ପୁରା ଭିନ୍ନ। ସତରେ କେତେ ଡେଙ୍ଗା ଡେଙ୍ଗା ଦେଖାଯାଉଥାନ୍ତି ଠାକୁର 3 ଜଣ। ତାପରେ ଝଲଝଲ ହେଉଥାନ୍ତି ମୂର୍ତ୍ତି ଗୁଡାକ, ଠିକ୍ ଯେମିତି ପାଣି ଉପରେ ପ୍ରତିବିମ୍ବ ପଡିଲା ପ୍ରାୟ। ପୋଖରୀ ଆରପାଖ ବନ୍ଧରେ ଡେଙ୍ଗା ତାଳ ଗଛଟା ପୋଖରୀ ଏପାଖରୁ ଛିଡା ହୋଇ ଦେଖିଲେ ପାଣି ଭିତରେ ଯେମିତି ଝଲମଲ ଝଲମଲ ଦେଖାଯାଏ, ସେମିତି ଦେଖାଯାଉଥାନ୍ତି ଚତୁର୍ଦ୍ଧା ମୂରତି। ମନରେ ସନ୍ଦେହ ହେଲା। ମନେ ମନେ ଭାବୁଥାନ୍ତି ଶାନ୍ତନୁ ବାବୁ, ଆଜି କେଉଁ ତିଥି କେଜାଣି, ପ୍ରତ୍ୟେକ ତିଥିରେ ଠାକୁର ଠାକୁରାଣୀ ମାନଙ୍କର ବେଶ ବଦଳେ, ସେଇଆ ହେଇଥିବ ବୋଧେ। ହେଲେ ଏମିତି କଣ ଗୋଟିଏ ପ୍ରକାରର ବେଶ ହୋଇଛନ୍ତି ଠାକୁରମାନେ? ବଳଭଦ୍ର ଯେମିତି, ସୁଭଦ୍ରା ସେମିତି, ଆଉ ଜଗନ୍ନାଥ ବି ସେମିତି, ଏକା ଭଳି ଡେଙ୍ଗା ଡେଙ୍ଗା ଦେଖାଯାଉଛନ୍ତି ସଭିଏଁ। ଏମିତି ମନେ ମନେ ଭାବି ଭାବି ଦୀପଟିକୁ ବନ୍ଦେଇ ଚାଲିଥାନ୍ତି ଶାନ୍ତନୁ ବାବୁ। ଠିକ୍ ସେହି ସମୟରେ ଭିତରୁ ପଣ୍ଡା ପୁଅ ଜଣେ ଆସି ପାଖରେ ପହଞ୍ଚିଲେ ଏବଂ ହସି ହସି ଶାନ୍ତନୁ ବାବୁଙ୍କୁ କହିଲେ, ଏଇଠି ଛିଡା ହୋଇଥା, ଆଉ 10 ମିନିଟ୍ ପରେ ପହଡ ଖୋଲିବ, ଦର୍ଶନ କରିକି ଯିବୁ। ପହଡ ଖୋଲିବା କଥାଟା ଦେହକୁ ଆଉ ମୁଣ୍ଡକୁ ଝାଏଁକିଲା ଲାଗିଲା ଶାନ୍ତନୁ ବାବୁଙ୍କର। ପୁଣି ସେ ପଣ୍ଡା ଜଣକ କହିବାକୁ ଲାଗିଲେ, ଆହେ କହିଲି ପରା ପହଡ ପଡିଛି, ଦୀପ କଣ ଜଳଉଛୁ, କାହାକୁ ବନ୍ଦଉଛୁ, ଆଉ 10 ମିନିଟ୍ ରହ, ପହଡ ଖୋଲିବ ଆଉ ଦର୍ଶନ କରିବୁ। ଏତିକି କହି ପଣ୍ଡା ପୁଅ ଜଣକ ହସି ହସି ଚାଲିଗଲେ ସେଠାରୁ ଭିତର ଆଡକୁ। ଶାନ୍ତନୁ ବାବୁ ମନେ ମନେ ଭାବୁଥାନ୍ତି, ଏ ସେବକ ଜଣକ କଣ ମୋ ସାଙ୍ଗରେ ଥଟ୍ଟା କରୁଛନ୍ତି ନା କଣ? ଗରୁଡ ସ୍ତମ୍ଭ ପାଖରେ ଦୀପଟିକୁ ରଖିଦେଇ 2 ଆଖିକୁ 2 ହାତ ପାପୁଲିରେ ଭଲସେ ରଗଡ଼ି ଦେଇ ପୁଣି ଚାହିଁଲେ ଭିତରକୁ। ପୁଣି ସେଇ ପୂର୍ବ ପରି ଦୃଶ୍ୟ ଦେଖାଯାଉଥାଏ ଆଖିକୁ, ହଳଦୀ ଗରଗର ଡେଙ୍ଗା ଡେଙ୍ଗା ଚତୁର୍ଦ୍ଧା ମୂର୍ତ୍ତିଙ୍କର ଜଳଛବି ପରି ଦୃଶ୍ୟ। ତାପରେ ବୈଜ୍ଞାନିକ ବୁଦ୍ଧିଟା କାମ ଦେଲା ଶାନ୍ତନୁ ବାବୁଙ୍କ ଭିତରେ। ଚାଲିଲେ ସାମ୍ନାକୁ ଆଉ ଯାଇ ପହଞ୍ଚିଲେ ଭିତର କାଠ ପାଖରେ ଏବଂ ଚାହିଁଲେ ଭଲ କରି ବୈଜ୍ଞାନିକ ଦୃଷ୍ଟିରେ। ତଥାପି ସେହି ହଳଦିଆ ବେଶରେ ମୂର୍ତ୍ତି 3ଟି ଜଳଛବି ପରି ଉଭା ହୋଇଛନ୍ତି, କିନ୍ତୁ ବୈଜ୍ଞାନିକ ଆଖିକୁ ଆହୁରି ଟିକେ ସ୍ପଷ୍ଟ ହୋଇ ଦିଶୁଥାଏ ଏକ ଅଦ୍ଭୁତ ଉଜ୍ଜଳ ବସ୍ତୁଟିଏ। ସେ ପଣ୍ଡା ପୁଅ ଜଣକ ଠିଆ ହୋଇଥାନ୍ତି ତାଙ୍କ ପାଖରେ ସେଇଠି। ଶାନ୍ତନୁ ବାବୁ ପଚାରିଲେ ସେ ନନାଙ୍କୁ, ନନା ଏଇଟା କଣ? ଏଇଟା କଣ ସେ ରୂପା କବାଟ? ପଣ୍ଡା ଜଣକ ଉତ୍ତର ଦେଲେ, ହଁ ପରା ପହଡ ପଡିଛି, ମୁଁ ତ ତମକୁ ସେତେବେଳୁ କହୁଛି ପହଡ ପଡିଛି ବୋଲି, ଆଉ 5 ମିନିଟ୍ ରୁହନ୍ତୁ, ଖୋଲିବ, ଦର୍ଶନ କରିଦେଇ ଯିବେ। ଶାନ୍ତନୁ ବାବୁ ସେ ପଣ୍ଡା ପୁଅ ଜଣକୁ ପୁଣି ବାରମ୍ବାର ପଚାରିବାକୁ ଲାଗନ୍ତି, ଆଚ୍ଛା ନନା ଏ ରୂପା କବାଟ କେତେ ମୋଟା ହୋଇଥିବ? ଏବଂ ସେ ପଣ୍ଡା ପୁଅ ବି ରୂପା କବାଟର ଲମ୍ବା ଚଉଡା ମୁଟେଇ ଓଜନ ସବୁ କହୁଥାନ୍ତି ଗୋଟି ଗୋଟି କରି ଶାନ୍ତନୁ ବାବୁଙ୍କୁ। ସେମିତି ଛିଡା ହୋଇଥାନ୍ତି ସେ ରୂପା କବାଟ ସାମ୍ନାରେ ଶାନ୍ତନୁ ବାବୁ। ମନେ ମନେ ଭାବୁଥାନ୍ତି, ଏ ଜଳଛବି ପରି ଦୃଶ୍ୟଟା ବଦଳିଯିବ ବୋଧେ। ଏଡେ ମୋଟା କବାଟ ସେପାଖରେ ଠାକୁର ଆଉ ଏପଟେ ମୁଁ, ମତେ ଦର୍ଶନ ଦେଉଛନ୍ତି ସେମାନେ ପହଡ ଥାଉଁ ଥାଉଁ। ଅସମ୍ଭବ, ମୁଁ ଏମିତି କିଏ କି ଗରଜ ପଡିଛି ଠାକୁରଙ୍କର, ମତେ ଦେଖିବାକୁ ରୂପା କବାଟ ଫୁଟେଇ ଏମିତି ଢଙ୍ଗରେ ଦର୍ଶନ ଦେଉଛନ୍ତି ମତେ। ଶାନ୍ତନୁ ବାବୁ ସେମିତି ପଚାରୁଥାନ୍ତି ଜ୍ଞାନ ମିଶା ପ୍ରଶ୍ନ ଗୁଡାକ ଗୋଟାଏ ପରେ ଗୋଟାଏ, କିନ୍ତୁ ଦୃଶ୍ୟପଟ ବଦଳୁ ନଥାଏ ଆଦୌ। ସେଇ ହଳଦୀ ରଙ୍ଗର ବେଶ ଡେଙ୍ଗା ଡେଙ୍ଗା ଢଳ ଢଳ ଜଳଛବି 3ଟା ନାଚୁଥାନ୍ତି ଜିଅନ୍ତା ଠାକୁର 3ଟି ପରି। ଯେତେ ନାହିଁ ନାହିଁ କଲେ ବି ସେମାନଙ୍କୁ ବଦଳୁ ନଥାଏ ସେମାନଙ୍କର ରଙ୍ଗ ଢଙ୍ଗ। ସେଇଠୁ ବରେନ୍ଦ୍ର ବାବୁ କହିବାକୁ ଲାଗିଲେ, ଚାଲନ୍ତୁ ଯିବା, ପହଡ ତ ପଡିଛି, ମୋର ବହୁତ କାମ ଅଛି ଆଜ୍ଞା ଭୁବନେଶ୍ୱରରେ। ବରେନ୍ଦ୍ର ବାବୁ ଭିଡି ନେଇଗଲେ ଶାନ୍ତନୁ ବାବୁଙ୍କୁ।
ହେଲେ ଆଜି ବି ଆଖି ସାମ୍ନାରୁ ଯାଇନାହିଁ ସେ ଜଳଛବିର ମୂର୍ତ୍ତି ତିନୋଟି ଶାନ୍ତନୁ ବାବୁଙ୍କ ଆଖି ସାମ୍ନାରୁ। ସତରେ ମହାପ୍ରଭୁ ଦର୍ଶନ କେତେବେଳେ ଯେ କାହାକୁ କୋଉ ରୂପରେ କେମିତି ଦିଅନ୍ତି ମହାପ୍ରଭୁଙ୍କୁ ଜଣା। କେତେ ଭକ୍ତଙ୍କୁ କେଉଁ ରୂପରେ କେମିତି ଦର୍ଶନ ଦେଇଛନ୍ତି ତାହା ଜ୍ୱଳନ୍ତ ଉଦାହରଣ ଏଇ ଶାନ୍ତନୁ ବାବୁଙ୍କ ପରି। ସୁନ୍ଦର ଅନୁଭୂତିଟିଏ, ଜଳଛବିର ରାତି। ପୁଣି ଥରେ ଦେଖା ହେବ ଆଉ ଏକ ନୂଆ ଭକ୍ତର ନୂଆ ଅନୁଭୂତି କଥା ସହ। ରହିଲି ଆଜ୍ଞା, ସେତେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଆପଣମାନଙ୍କର ଆଶୀର୍ବାଦ ସଦା ସର୍ବଦା ମୋ ସାଙ୍ଗରେ ଏମିତି ଥାଉ। ମହାପ୍ରଭୁଙ୍କର ଜୟ ହେଉ, ଶ୍ରୀକ୍ଷେତ୍ର ମାଟିର ଜୟ ହେଉ। ଜୟ ଜଗନ୍ନାଥ।